କାଳପୁରୁଷର ଦଶମ ରାଶି ହେଉଛି ମକର ରାଶି ଏବଂ ସର୍ବାଧିକ ଶୁଭ ଗ୍ରହ ହେଉଛନ୍ତି ଆମର ବୃହସ୍ପତି। ସେହି ବୃହସ୍ପତି ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ 14 ମେ 2025ରୁ ଷଷ୍ଠ ଭାବରେ ଗୋଚର କରିବାକୁ ଯାଉଛନ୍ତି। ବୃହସ୍ପତିଙ୍କର ଏହି ଗୋଚର ଷଷ୍ଠ ଭାବରେ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ କିଭଳି ଫଳ ପ୍ରଦାନ କରିବ ସେହି ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। नमस्कार, ମୁଁ ସୁଆଶିଷ ପୁଣି ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ତ ଡିଟେଲ୍ସରେ ଆଲୋଚନା କରିବା କି 14 ମେ 2025ରୁ ନେଇ 11 ମାର୍ଚ୍ଚ 2026 ଗୁରୁଙ୍କର ଗୋଚର ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ କିଭଳି ରହିବ ସେ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସବୁଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବେ କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ମକର ରାଶି କଥା କହିବା ତାହେଲେ ମକର ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତି ତୃତୀୟ ଏବଂ ଦ୍ୱାଦଶ ଭାବର ଅଧିପତି ହୋଇ 14 ମେ 2025 ପରଠୁ ଷଷ୍ଠ ଭାବରେ ଗୋଚର କରିବେ ଏବଂ ଏହି ଷଷ୍ଠ ଭାବରେ ଗୋଚର କରିବା ସମୟରେ ସିଏ ଦଶମ, ଦ୍ୱାଦଶ ଏବଂ ଦ୍ୱିତୀୟ ଭାବକୁ ଦୃଷ୍ଟି ମଧ୍ୟ ଦେବେ। ଏହାଦ୍ୱାରା ବୃହସ୍ପତିଙ୍କ ଗୋଚର ସମୁଦାୟ ତୃତୀୟ ଭାବ, ଆପଣମାନଙ୍କର ଦ୍ୱିତୀୟ ଭାବ, ଦଶମ ଭାବ ଏବଂ ଆପଣମାନଙ୍କର ଦ୍ୱାଦଶ ଭାବ ସହିତ ଆପଣମାନଙ୍କ ଷଷ୍ଠ ଭାବକୁ ମଧ୍ୟ ପ୍ରଭାବିତ କରିବେ। ତ ବୃହସ୍ପତିଙ୍କ ଏହି ପ୍ରଭାବ ଦ୍ୱାରା ଆପଣମାନେ ଦେଖିବେ କି ଆପଣମାନଙ୍କ ଖର୍ଚ୍ଚ ଅଧିକ ହେଉଛି। ତା ସହିତ ଆପଣମାନେ ରୋଗରେ ମଧ୍ୟ ପଡ଼ିପାରନ୍ତି। ଯଦି ପୂର୍ବରୁ କୋର୍ଟ କଚେରୀରେ ପଡ଼ିଛନ୍ତି ତାହେଲେ ମଧ୍ୟ ଆପଣମାନଙ୍କର ଅଧିକ ଖର୍ଚ୍ଚ ହେବ ସେଇ କୋର୍ଟ କଚେରୀ ଦ୍ୱାରା, କିନ୍ତୁ ଚାକିରିର ସ୍ଥିତି ସୁଦୃଢ଼ ରହିବ। ଆପଣମାନେ ଟିକେ କିନ୍ତୁ ନିଜ ବିରୋଧୀମାନଙ୍କ ଠାରୁ ସତର୍କ ରହିବା ଉଚିତ, କାରଣ ସେମାନେ ଏହି ଗୋଚର ସମୟରେ ଆପଣମାନଙ୍କୁ ହଇରାଣ କରିପାରନ୍ତି। ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି ତାଙ୍କ ପାଇଁ ଏହି ଗୋଚର ଶୁଭଙ୍କର ହେବନି, ପାଠ ପଢ଼ାରେ ମନ ନ ଲାଗିପାରେ। ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ଦେଉଛନ୍ତି, ପ୍ରତିଯୋଗିତା ପରୀକ୍ଷା ଦେଉଛନ୍ତି, ତାଙ୍କ ପାଇଁ ଏହି ଗୋଚର ସଂଘର୍ଷପୂର୍ଣ୍ଣ ରହିବ। ଯଦି ସେମାନେ ଅଧିକ ପରିଶ୍ରମ କରନ୍ତି ତାହେଲେ ସେମାନେ ସାମାନ୍ୟ ସ୍ଥିତିକୁ ଆସିପାରିବେ। ତା ସହିତ ଏହି ଗୋଚର ଆପଣମାନଙ୍କ ପାଇଁ ଚିନ୍ତା ଏବଂ ସମସ୍ୟାରେ ଭରା ରହିବ। ରୋଗ ଶୋକ ତା ସହିତ ପଇସାର ଦୁରୁପଯୋଗ ମଧ୍ୟ ହେଇପାରେ। ତା ସହିତ ଆପଣମାନେ ଏହି ସମୟରେ ବ୍ୟବସାୟରେ ଆବଶ୍ୟକତା ଠାରୁ ଅଧିକ ସାବଧାନ ରୁହନ୍ତୁ। ତା ସହିତ କୌଣସି କାମରେ ହାତ ଦେବା ପୂର୍ବରୁ 100 ଥର ଭାବନ୍ତୁ, ନହେଲେ ଆପଣମାନେ ଓଲଟା ନିଷ୍ପତ୍ତି ନେଇ ପରେ ପସ୍ତେଇ ପାରନ୍ତି। ସେଥିପାଇଁ କୌଣସି ବି କାମ କରିବା ପୂର୍ବରୁ ନିଜର ଯେଉଁମାନେ ହିତକାଂକ୍ଷୀ ଅଛନ୍ତି ବ୍ୟକ୍ତି ତାଙ୍କଠାରୁ ପରାମର୍ଶ ନିହାତି ନିଅନ୍ତୁ। ତା ସହିତ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯେତେବେଳେ ବୃହସ୍ପତି ବକ୍ରି ହେବେ ସେତେବେଳେ କିନ୍ତୁ ଯେଉଁ ମକର ରାଶିର ବ୍ୟକ୍ତିମାନେ ବିଦେଶ ସହିତ ବ୍ୟବସାୟ କରୁଛନ୍ତି, ବିଦେଶରେ ତାଙ୍କର ବ୍ୟବସାୟ ଜଡ଼ିତ ଅଛି, ସେମାନେ ଲାଭ ପାଇପାରିବେ। କ୍ୟାରିୟରରେ ଭଲ ଉନ୍ନତି ଦେଖିବେ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ପାଇବେ। ତା ସହିତ ଆପଣମାନେ ଦେଖିବେ କି ଏହି ସମୟରେ ଆପଣମାନେ କିନ୍ତୁ ଦେଖିବେ କି ଯଦି ଆପଣମାନଙ୍କ ବିରୋଧୀମାନେ ଗୋଟେ ପାଦ ଯାଉଛନ୍ତି ତାହେଲେ ଆପଣମାନେ 2 ପାଦ ଚାଲନ୍ତୁ ଏବଂ ତାଙ୍କଠୁ ଆଗୁଆ ବିଚାର କରନ୍ତୁ, 2 ପାଦ ଆଗୁଆ ଚାଲନ୍ତୁ। ତା ସହିତ ଆପଣମାନଙ୍କର କୌଣସି ଭଲ ଜାଗାରେ ଟ୍ରାନ୍ସଫର ହେଇପାରେ। 14 ମେ ପରେ ଆପଣମାନେ ନିଜ ପାଇଁ ନିଜେ ହିଁ ସମସ୍ୟା ସୃଷ୍ଟି କରିପାରନ୍ତି, ସେଥିପାଇଁ ସାବଧାନ ରହିବେ। ତା ସହିତ ଯେଉଁମାନେ ହୋଟେଲ, ସେଲୁନ ଏବଂ ଶିକ୍ଷକତା କରୁଛନ୍ତି, ବ୍ୟାଙ୍କର ଅଛନ୍ତି, ତାଙ୍କ ପାଇଁ ସମୟ ଭଲ ରହିବ। ତା ସହିତ ଯେଉଁମାନେ ମାର୍କେଟିଂ ଫିଲ୍ଡରେ ଅଛନ୍ତି ତାଙ୍କୁ ଅଧିକ ଯାତ୍ରା କରିବାକୁ ପଡ଼ିପାରେ। ତା ସହିତ ଆପଣମାନଙ୍କର ଏହି ସମୟରେ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯେତେବେଳେ ବୃହସ୍ପତି ବକ୍ରି ହେବେ ସେତେବେଳେ ଆପଣମାନଙ୍କୁ MNCରୁ ବା କୌଣସି ମଲ୍ଟିନ୍ୟାସନାଲ କମ୍ପାନୀ ଯେଉଁ ଅଛି ବା ବିଦେଶରୁ ଅଫର୍ ଆସିପାରେ। ତା ସହିତ ଆପଣମାନଙ୍କର ଚାକିରି କ୍ଷେତ୍ରରେ ଆଗକୁ ବଢ଼ିପାରିବେ। ପଇସା ଇନକମ୍ କରିବାର ନୂଆ ନୂଆ ରାସ୍ତା ଆପଣମାନଙ୍କୁ ମିଳିବ। ତା ସହିତ ଯେଉଁମାନେ
ଅଛନ୍ତି ଆପଣମାନଙ୍କର ଶତ୍ରୁ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବ। ତା ସହିତ ଦ୍ୱିତୀୟ ଭାବକୁ ଗୁରୁଙ୍କର ଦୃଷ୍ଟି ପଡ଼ୁଥିବାରୁ ଆପଣମାନଙ୍କର ବ୍ୟାଙ୍କ ବାଲାନ୍ସରେ ବୃଦ୍ଧି ଘଟିବ, ସଞ୍ଚୟ ମଧ୍ୟ ବଢ଼ିବ। ତା ସହିତ ଆପଣମାନେ ଏହା ମଧ୍ୟ ଦେଖିବେ କି ଏବେ ଆପଣମାନଙ୍କର ଉପର କର୍ମଚାରୀମାନଙ୍କ ସହିତ ସମ୍ପର୍କ ମଧ୍ୟ ଭଲ ରହିବ। ତା ସହିତ ଆପଣମାନେ ଯଦି ଲୋନ୍ ନେଉଛନ୍ତି ତାହେଲେ ଆପଣମାନଙ୍କ ଲୋନ୍ ବଢ଼ିଯାଇପାରେ। ତା ସହିତ ଏହା ମଧ୍ୟ ଦେଖିବେ କି ଆପଣମାନଙ୍କର ଦ୍ୱାଦଶ ଭାବରେ ବୃହସ୍ପତିଙ୍କ ଦୃଷ୍ଟି ପଡ଼ୁଥିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ। ତା ସହିତ ଆପଣମାନଙ୍କର ଆର୍ଥିକ ଖର୍ଚ୍ଚ ମଧ୍ୟ ବଢ଼ିଯାଇପାରେ। ତା ସହିତ ଏହା ମଧ୍ୟ ଦେଖିବେ ନିବେଶ ଯଦି କରୁଛନ୍ତି ତାହେଲେ ବହୁତ ପରିଶ୍ରମ କଲା ପରେ ହିଁ ଲାଭ ପାଇପାରିବେ। ତା ସହିତ ମୁଁ ଯେମିତି ପୂର୍ବରୁ କହିଲି କି ଦ୍ୱାଦଶ ଭାବକୁ ଗୁରୁଙ୍କ ଦୃଷ୍ଟି ପଡ଼ୁଥିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ ଏବଂ ଧନହାନି ମଧ୍ୟ ହୋଇପାରେ। ଆପଣମାନେ ଏହି ସମୟରେ ଛୋଟ ଭାଇ ଭଉଣୀଙ୍କ ସହିତ ବାଦ ବିବାଦ କରିପାରନ୍ତି ସମ୍ପତ୍ତିକୁ ନେଇ। ତା ସହିତ 14 ମେ 2025 ପରେ ଆପଣମାନେ ଯଦି ବିବାହ ପାଇଁ ଝିଅ ଦେଖିବାକୁ ଚାହୁଁଛନ୍ତି, ଝିଅ ଖୋଜୁଛନ୍ତି, ତାହେଲେ ସେଥିରେ ବିଳମ୍ବ ହୋଇପାରେ। ଯେଉଁମାନେ ପ୍ରେମ ପ୍ରସଙ୍ଗରେ ଅଛନ୍ତି ତାଙ୍କୁ ସାବଧାନ ରହିବାର ଅଛି 14 ମେ 2025 ପରେ। ତା ସହିତ ଆପଣମାନେ ଏହି ସମୟରେ ବୈବାହିକ ଜୀବନରେ ଛୋଟ ମୋଟ ବାଦ ବିବାଦ ହୋଇପାରେ। ତା ସହିତ ଆପଣମାନେ ଦେଖିବେ କି ଏହି ସମୟରେ କୌଣସି ସମ୍ପତ୍ତିରେ ହାତ ଦିଅନ୍ତୁ ନାହିଁ, ନହେଲେ ଅସୁବିଧାରେ ପଡ଼ିପାରନ୍ତି କୌଣସି ନା କୌଣସି ଅସୁବିଧାରେ। ତା ସହିତ ଛୋଟ ଭାଇ ଭଉଣୀଙ୍କ ସହିତ ସମ୍ପତ୍ତିକୁ ନେଇକି ଆପଣମାନେ ବିବାଦ କରିପାରନ୍ତି, ସେଥିପାଇଁ ସାବଧାନ ରହିବେ। ଏବଂ ଆପଣମାନଙ୍କର ଶତ୍ରୁ ମଧ୍ୟ ବଢ଼ିବେ। ତା ସହିତ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯେତେବେଳେ ବୃହସ୍ପତି ବକ୍ରୀ ହେବେ, ସେତେବେଳେ ଆପଣମାନଙ୍କ ସନ୍ତାନ ଜନିତ ସମସ୍ୟା ଦୂର ହେବ। ତା ସହିତ ଆପଣମାନେ ଯେଉଁମାନଙ୍କ ବିବାହ ସ୍ଥିର ହୋଇପାରୁନଥିଲା ସେମାନଙ୍କର ବିବାହ ସ୍ଥିର ହେବ। ତା ସହିତ ଆପଣମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ଆୟର ନୂଆ ନୂଆ ରାସ୍ତା ବାହାରିବ ଏବଂ ଆପଣ ନୂଆ ସମ୍ପତ୍ତି ଏବଂ ବାହନ ନେବା ପାଇଁ ମନ କରିପାରନ୍ତି। ତା ସହିତ ଆପଣମାନଙ୍କର ବୈବାହିକ ଜୀବନରେ ସାମଞ୍ଜସ୍ୟ ଦେଖିବାକୁ ମିଳିବ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଭିତରେ। କିନ୍ତୁ 14 ମେ 2025 ପରେ ଆପଣମାନଙ୍କର ପାଖ ଲୋକଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ। ତା ସହିତ ଆପଣମାନେ ଦେଖିବେ କି ଏହି ସମୟରେ ଆପଣମାନଙ୍କର ସନ୍ତାନଙ୍କ ଯୋଗୁଁ ବିରୋଧ ସୃଷ୍ଟି ହୋଇପାରେ। ତା ସହିତ ଏହି ସମୟରେ ଆପଣମାନଙ୍କର ମାଆଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ ବା ମାଆଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଏବଂ 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ଯେତେବେଳେ ବୃହସ୍ପତି ବକ୍ରୀ ହେବେ, ସେତେବେଳେ ଆପଣମାନଙ୍କୁ ପିତାଙ୍କ ସହଯୋଗ ମିଳିବ। ପୈତୃକ ସମ୍ପତ୍ତିକୁ ନେଇକି ଯଦି କିଛି ସମସ୍ୟା ଥିଲା ତାହା ସମାଧାନ ହେବ। ତା ସହିତ ଆପଣମାନେ ଏହି ସମୟରେ ସମସ୍ୟାରେ ପଡ଼ିପାରନ୍ତି, କିନ୍ତୁ ଭାଗ୍ୟର ସହଯୋଗରେ ସେଥିରୁ ବାହାରି ମଧ୍ୟ ପାରିବେ। ଏବଂ ଏହି ସମୟରେ ଆପଣମାନେ ଦେଖିବେ କି ଏହି ସମୟରେ ଘରେ ନୂଆ ସଦସ୍ୟର ଆଗମନ ହୋଇପାରେ, ଧନ ସମ୍ପତ୍ତିରେ ବୃଦ୍ଧି ଘଟିବ। ତା ସହିତ 14 ମେ 2025 ପରେ ଆପଣମାନେ ଦେଖିବେ କି ଆପଣମାନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସମସ୍ୟା ଆସିପାରେ, ଖାସ୍ କରିକି ପେଟରେ ସମସ୍ୟା ଆସିପାରେ। ତା ସହିତ ଯେଉଁମାନେ ମଧୁମେହ ଅର୍ଥାତ୍ ଡାଇବେଟିସ୍ର ପେସେଣ୍ଟ, ସେମାନଙ୍କୁ ବିଶେଷ ଧ୍ୟାନ ରଖିବାକୁ ପଡ଼ିବ। 11 ନଭେମ୍ବର 2025ରୁ ନେଇକି 11 ମାର୍ଚ୍ଚ 2026 ସେତେବେଳେ ଆପଣମାନେ ଦେଖିବେ କି ଆପଣମାନଙ୍କ ହଜମ କରିବାରେ ସମସ୍ୟା ହୋଇପାରେ, ଲିଭରରେ ମଧ୍ୟ ସମସ୍ୟା ହୋଇପାରେ। ତା ସହିତ ଆପଣମାନଙ୍କୁ ଏହି ସମୟରେ ସ୍କିନ୍ରେ ମଧ୍ୟ ପ୍ରୋବ୍ଲେମ୍ ଦେଖିବାକୁ ପଡ଼ିପାରେ ଏବଂ ଏହି ସମୟରେ ଗର୍ଭବତୀ ଯେଉଁମାନେ ଅଛନ୍ତି ତାଙ୍କୁ ଖାସ୍ ସାବଧାନ ରଖିବାକୁ ପଡ଼ିବ। ତା ସହିତ ଆପଣମାନଙ୍କର ମାଂସପେଶୀରେ, ପେଟ, ପିଠିରେ ଟାଣି ହେବା ଯୋଗୁଁ କଷ୍ଟ ଅନୁଭବ କରିପାରନ୍ତି ଏବଂ ଏହି ସମୟରେ ପାଦରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିପାରେ। ପରିବାରରେ ଅଶାନ୍ତି ମଧ୍ୟ ହୋଇପାରେ, ତା ପ୍ରତି ଧ୍ୟାନ ଦେବେ। ଏବଂ ମୁଁ ଯେଉଁ କହିଥିଲି କି ନୂଆ ସମ୍ପତ୍ତି ବା ନୂଆ ଘର ଗାଡ଼ି କିଣିବା ପାଇଁ 14 ମେ ପରେ, ସେଥିରେ ଯଦି କରୁଛନ୍ତି କାମ, ସିଆଡ଼େ ଧ୍ୟାନ ଦେଉଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଶୁଭ ମଧ୍ୟ ହେବ।
ए तो थिला मकर राशि व्यक्ति बृहस्पति गोचर किभली फल दब आशा करी कि मुझे कहली आपण मैंने ठीक रे बुझी पार्थिबे। आउ जदि वीडियो भल लगी ताहले निहाती रूपे वीडियो को लाइक करंतु शेयर करंतु आउ चैनल को सब्सक्राइब करने पे तो जमा ही भूलंतुनी। आज एतिकी देखा नेक्स्ट वीडियो रे। रहुची नमस्कार।